ଦେଖନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଲୋକଙ୍କର ସବୁ ପ୍ରକାର ହିତ ପାଇଁ ଯୋଉଟା ସବକା ସାଥ ସବକା ବିକାଶ କହୁଛନ୍ତି ସେଇ ଦୃଷ୍ଟିରୁ ଗରିବରୁ ଗରିବ ଠାରୁ କୋଟିରୁ କୋଟିପତି ମଧ୍ୟ ପର୍ଯ୍ୟନ୍ତ ଯୋଉ ଯୋଜନା କରିଛନ୍ତି ତା ଭିତରୁ ଗୋଟେ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ଅନ୍ୟ ବୀମା ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା। ତ ଆଜି ଏଇଠି ଆମେ ମାଲକାନଗିରିର ଗଙ୍ଗଲା ପଞ୍ଚାୟତର ଆଡ଼କୁଗୁଡ଼ାର ଗୌରୀ ବେଟେ ଭଉଣୀ ନାଁରେ ତାଙ୍କର ପତି ପତ୍ନୀ ଦି ଜଣ ବୀମା କରିଥିଲେ ଯେ ତ୍ରିନାଥ ବାଟେ କୌଣସି ବଶତଃ ଭଉଣୀଙ୍କର ଦେହାନ୍ତ ହେଇଗଲା ଗୌରୀ ବାଟେଙ୍କର। ସେ ମାତ୍ର 436 ଟଙ୍କା କରି ଦୁଇଟା ଇନଷ୍ଟଲମେଣ୍ଟ ଦେଇଥିଲେ ତାଙ୍କର ପ୍ରିମିୟମର, କିନ୍ତୁ ତାଙ୍କର ଦେହାନ୍ତ ହେଲା ପରେ ଆଜି ସେ ତାଙ୍କ ପ୍ରିମିୟମ ରାଶି ତାଙ୍କର ପତି ଯେ ତ୍ରିନାଥ ବାଟେ ଭାଇ 2 ଲକ୍ଷ ଟଙ୍କା ପାଇଛନ୍ତି। ଏବଂ ଯେଉଁ ଦୁଇଟା ଇନଷ୍ଟଲମେଣ୍ଟ 436 ଟଙ୍କା ମଧ୍ୟ ଦେଇଥିଲେ ସେ ମଧ୍ୟ ତାଙ୍କ ଖାତାକୁ ଫେରି ଆସିଛି। ମୋର ଅନୁରୋଧ ଏମିତି ସମସ୍ତେ ଆମେ ପ୍ରଧାନମନ୍ତ୍ରୀଙ୍କର ଏଇ ଦୁଇଟା ଯୋଜନାରେ ଯାହାର ଯାହାର ବି ବ୍ୟାଙ୍କରେ ଖାତା ଅଛି କିଛି ନାହିଁ ଆପଣ ଅପସନ୍ ଦିଅନ୍ତୁ, ଲେଖିକି ଦିଅନ୍ତୁ ଖାତାରୁ ଅଟୋମେଟିକ୍ 20 ଟଙ୍କା ଜୀବନ ସୁରକ୍ଷାରେ ଏବଂ ଜୀବନ ଜ୍ୟୋତିରେ 436 ଟଙ୍କା ଏମିତି 456 ଟଙ୍କାର ପ୍ରିମିୟମରେ ଆପଣଙ୍କର 4 ଲକ୍ଷ ପର୍ଯ୍ୟନ୍ତ କଭରେଜ ପାଇପାରିବେ। ତାର ଉଦାହରଣ ହେଉଛନ୍ତି ଗୌରୀ ବାଟେ ଏବଂ ତ୍ରିନାଥ ବାଟେ ଭାଇ ଭଉଣୀମାନେ। ମୋର ଅନୁରୋଧ ସମସ୍ତେ ୟାର ସୁବିଧା ନିଅନ୍ତୁ। ଆଜି ମୁଁ ଶ୍ରୀ ବିନୋଦ କୁମାର ବିଷୋଇ ମୁଖ୍ୟ ପରିଚାଳକ ଷ୍ଟେଟ୍ ବ୍ୟାଙ୍କ ମାଲକାନଗିରି ଶାଖାରୁ କହୁଛି। ଆମର ଜଣେ କଷ୍ଟମର ହେଉଛନ୍ତି ଶ୍ରୀମତୀ ତ୍ରିନାଥ ବାଟେ ଏବଂ ତାଙ୍କ ସ୍ତ୍ରୀ ଗୌରୀ ବାଟେ। ସିଏ ଆମ ଶାଖାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଗୋଟିଏ ଇନ୍ସୁରାନ୍ସ କରିଥିଲେ ଯାହା ବାବଦକୁ ସେ 436 ଟଙ୍କା ଦେଇଥିଲେ ଏବଂ ତାଙ୍କର ଆକସ୍ମିକ କୌଣସି କାରଣ ଯୋଗୁଁ ଦେହାନ୍ତ ହୋଇଗଲା। ସେ ଦେହାନ୍ତ ହେଲା ପରେ ବର୍ତ୍ତମାନ ତାଙ୍କର ଆମେ ଇନ୍ସୁରାନ୍ସ କରିକି ମାତ୍ର 5 ଦିନରେ ସେ ପଇସା ସେ କ୍ଲେମ୍ କରି ପଇସା ପାଇଯାଇଛନ୍ତି। ସେଇ ବାବଦକୁ ସେ 2 ଲକ୍ଷ ଟଙ୍କା ଲାଭବାନ ହୋଇଛନ୍ତି। ତେଣୁ ଆମର ଓଡ଼ିଶାବାସୀ ମାନଙ୍କୁ ମୁଁ ଅନୁରୋଧ କରିବି ସମସ୍ତେ ଆମର ଏଇ ଦୁଇଟା ଇନ୍ସୁରାନ୍ସ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ଜୀବନ ବୀମା ଯୋଜନା କରିକି ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ। ଆର କିଛି ପ୍ରୋସେସ୍ ନାହିଁ, ସିମ୍ପଲ ପ୍ରୋସେସ୍। ସିମ୍ପଲ ଦୁଇଟା ଫର୍ମ ଅଛି ଆମର ଜୀବନ ଜ୍ୟୋତି ବୀମା ଯୋଜନାର ଏବଂ ସୁରକ୍ଷା ବୀମା ଯୋଜନାର। ସେ ଦୁଇଟା ଫର୍ମ ଦେଲେ ତାଙ୍କୁ ଆମେ ତାର ବଣ୍ଡ ବି ପେପର ଆମେ ଦେଇଦେଉ ସାଙ୍ଗେ ସାଙ୍ଗେ ଏବଂ ସେ ନେଇକି ନିଜ ଘରେ ରଖିଥିବେ। ଯେତେବେଳେ ତାଙ୍କର କୌଣସି ଡେଥ୍ ହେବ ସେ ଆସିକି ବ୍ରାଞ୍ଚରେ ତାକୁ ଆପ୍ଲାଏ କରିବେ। କରିବାର ମିନିମମ୍ 7 ଡେ ଭିତରେ ସେ ପଇସା ଆସିଯାଏ। আমি গଙ୍ଗলা ପଞ୍ଚାୟତ ମାଲକାନଗିରି ଜିଲ୍ଲାରେ ଷ୍ଟେଟ୍ ବ୍ୟାଙ୍କରେ ଆମେ କିମ୍ବା ଆମର ସେମିତି ଗୋଟେ ଯୋଜନା ଥିଲା ବୋଲିକରି ଆମେ କରିଥିଲୁ ଆମର ଖାତା ଇନ୍ସୁରାନ୍ସ। ଆଜି ଆମର ଖାତା ଇନ୍ସୁରାନ୍ସରେ ଆମର ଲେଡ଼ିଜ୍ ଯାହା ବି ହେଇକରି ବି ସେ ଡେଟ୍ ହେଇଗଲା। ଡେଟ୍ ହେଇଯିବାରୁ ଆମକୁ 2 ଲକ୍ଷ ଟଙ୍କା ମିଳିଲା।